କାଲି ମୋ ସ୍ୱାମୀ ଆସିଥିଲେ, ଏଇଠି ଫିଷ୍ଟ କରୁଥିଲେ। ଆସିଥିଲେ 12ଟା ବେଳେ ଆସିଲେ, କହିଲେ ମୁଁ 2ଟା ବେଳେ ଖାଇକି ପଳେଇବି। ତାଙ୍କୁ 2ଟା ବେଳେ ନ ଯାଇକି ସେ ଖାଇକି ନ ଯାଇକି ଆଉ 4ଟା ପର୍ଯ୍ୟନ୍ତ ମୁଁ ଅପେକ୍ଷା କଲି। ତାଙ୍କୁ ଫୋନ୍ କଲି ବି, ତାଙ୍କ ଫୋନ୍ କେହି ରିସିଭ୍ କଲେନି। ସେ ବାର ଲଗେଇଲି, 50-60 ଥର ଲଗେଇଲି, କେହି ଉଠେଇଲେନି। ଯେମିତି ତାଙ୍କ ସାଙ୍ଗକୁ ପଠେଇଲି, ମୁଁ କହିଲି ଯାଅ ଟିକେ ଦେଖିବ, ଯଦି ସେଇଠି ଥିବେ କିଏ ତାହେଲେ ତାଙ୍କୁ ଫୋନ୍ଟା ଦେବ, ମୁଁ କଥା ହେବି, କହିବ କି ଫୋନ୍ କରିଛନ୍ତି ଘରୁ କଥା ହେବୁ। ସେ ଆସିକି ତାଙ୍କ ସାଙ୍ଗ ପୁରା ସବୁଆଡ଼େ ଖୋଜିଲେ, ସେଇଠି ଯେଉଁଠି ଫିଷ୍ଟ ହେଉଥିଲା ସମସ୍ତେ ଏଇଠି ଆଗରେ କରୁଥିଲେ। ସେ ଖୋଜି ଗାଡ଼ି ଥୁଆ ହେଇଛି କିନ୍ତୁ ସେ ନଥିଲେ। ସେଠି ପାଖ ଆଖରେ ତାଙ୍କ ସାଙ୍ଗ ପଚାରିଲେ କି ଏଇଠି କରିଥିଲେ, ତାଙ୍କୁ ସମସ୍ତେ ଚିହ୍ନନ୍ତି ତ, ସେଥିପାଇଁ ପଚାରିଲେ। କହିଲେ କି ସେ ଏମିତି ଝାମେଲା, ଏଠି କ'ଣ ଆସିଲେ 7-8 ଜଣ ଆସିଲେ ପିଲା, ତାକୁ ବାଡ଼େଇ ବୁଡ଼େଇ ଗାଡ଼ିରେ ବସେଇ ନେଇଗଲେ। କଣ୍ଟ୍ରାକ୍ଟ କରନ୍ତି। ପୂର୍ବରୁ କୋଉମାନେ ଡାକିଥିଲେ ମୁଁ ଜାଣିନି, କହିପାରିବିନି। ବର୍ତ୍ତମାନ ଆମେ ଚାହୁଁଛୁ, ଆମ ସ୍ୱାମୀକୁ କାଲି ରେସ୍କ୍ୟୁ କରିଛନ୍ତି ସାର୍, କରିଛନ୍ତି ଥାନାବାଲା। ଆମେ ଚାହୁଁଛୁ ତାଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦିଆଯାଉ। ତାଙ୍କ ଜୀବନ ପ୍ରତି ବହୁତ ବିପଦ ଅଛି। ଅଭିଯୋଗ ଆମେ କାଲି ସନ୍ଧ୍ୟା 6ଟା 6:30 ବେଳେ ଆସିକି କରିଥିଲୁ। ହଁ, ରାତି 3ଟାରେ ରେସ୍କ୍ୟୁ କରିଛନ୍ତି। ସେ ତାଙ୍କୁ କୋଉଠୁ କରିଛନ୍ତି ମୁଁ କହିପାରିବିନି।